ଆପଣଙ୍କର ହିନ୍ଦୋଳରେ ଯୋଉ ରାମନବମୀ ହେଉଛି ବର୍ତ୍ତମାନ ଓଡ଼ିଶାରେ ଇଏ ପ୍ରତିଷ୍ଠିତ ଲାଭ କରୁଛି। ହିନ୍ଦୋଳବାସୀଙ୍କର ଇଏ ଗୋଟେ ଗଣପର୍ବ। ପ୍ରଭୁ ଶ୍ରୀରାମଙ୍କର ଜନ୍ମ ଉତ୍ସବକୁ ଶ୍ରୀରାମ ଜନ୍ମ ମହୋତ୍ସବ କମିଟି ହିନ୍ଦୋଳ ଆଜି ରାମନବମୀରେ ପୁରା ଧୁମଧାମରେ ହିନ୍ଦୋଳରେ ପାଳନ କରୁଛନ୍ତି। ଆପଣ ଦେଖନ୍ତୁ ହିନ୍ଦୋଳର ଜନସାଧାରଣ ଆଜି ପ୍ରଭୁଙ୍କ ଜନ୍ମ ଦିବସକୁ କି ଉତ୍ସାହ କି ଉଦ୍ଦୀପନାରେ ପାଳନ କରୁଛନ୍ତି। ମୁଁ ହିନ୍ଦୋଳର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେବି। ବିଶେଷ କରି ରଘୁନାଥ ଜୀଉ ମଠର ଯୋଉ ଅଛନ୍ତି ତାଙ୍କର ମୁଖ୍ୟ ହେମନ୍ତ ପାଣିଗ୍ରାହୀ ମହୋଦୟ ଏବଂ ଆମର ରଘୁବୀର ମନ୍ଦିରର ଯୋଉ ମୁଖ୍ୟ ଅଛନ୍ତି କିଶନ ଭାଇ, ଦୁଇ ଜଣ ଯାକ କମିଟି ମଧ୍ୟ ଆମ ଶ୍ରୀରାମ ଜନ୍ମ ମହୋତ୍ସବ କମିଟିକି ବହୁତ ମାତ୍ରାରେ ସହଯୋଗ କରୁଛନ୍ତି। ତେଣୁ ହିନ୍ଦୋଳର ସମସ୍ତ ଜନସାଧାରଣ ଏ ପ୍ରକାର ଗୋଟେ ଉତ୍ସବ ପ୍ରଭୁଙ୍କର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କର ଆଦର୍ଶ ତାକୁ ସମସ୍ତ ଯୁବ ସମାଜ ଅନୁପ୍ରାଣିତ ହୁଅନ୍ତୁ। ତାଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ। ତେଣୁ ସେହି ମହାପ୍ରଭୁଙ୍କର ଯେତେବେଳେ ଆଜି ଜନ୍ମ ଦିବସ ତାକୁ ଆମେ କେମିତି ପାଳନ କରିବା ସମସ୍ତେ ଉତ୍ସାହ ଅଛନ୍ତି। ଆଉ ଆପଣମାନେ ନିଜେ ବି ଅଙ୍ଗେ ରହୁଥିବେ ଯେ ଯୋଉ ପ୍ରକାର ଜନସମୁଦ୍ର ଅଛି ହିନ୍ଦୋଳରେ କୀର୍ତ୍ତନ ମଣ୍ଡଳୀ ଜୟ ଶ୍ରୀରାମର ନାରା ଏ ପ୍ରକାର ବାତାବରଣକୁ ଆଜି ରାମମୟ କରିଦେଇଛି। ତେଣୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ମହୋତ୍ସବ କମିଟି ଆଜି ହିନ୍ଦୋଳରେ ଯୋଉ ପ୍ରକାର ରାମନବମୀ ପାଳନ କରୁଛି ସେ ଆଜି ଓଡ଼ିଶାରେ ସାରା ଓଡ଼ିଶା ପ୍ରଦେଶରେ ଆଜି ହିନ୍ଦୋଳର ସ୍ଥାନ ସ୍ୱତନ୍ତ୍ର ଭାବେ ରହିଛି। ତେଣୁ ଆଗାମୀ ଦିନରେ ରହିବ ଏ ପ୍ରକାର ଆଶା ମୁଁ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଆମ ଉପରେ ହିନ୍ଦୋଳବାସୀଙ୍କ ଉପରେ ସଦା ରହିଥାଉ ଏ ପ୍ରକାର ବିଶ୍ୱାସ ମୁଁ ରଖୁଛି। ପବିତ୍ର ରାମନବମୀ ଦିନ ହିନ୍ଦୋଳବାସୀ ପ୍ରତିବର୍ଷ এইভাবে রালি বাহার করতে। এইটা বোধে 4-5 ବର୍ଷ ହେଇଗଲା। আজি মতে বহু দিনু এমানে নিমন্ত্রণ করନ୍ତି। মান্যবর বিধায়িকা মধ্য আজি আসছেন। এটা গোটে প্রকারর সদ্ভাবনা এবং রামরাজ্য প্রতিষ্ঠার ভাবনা নেইকি হিন্দোଳରେ রালি হুয়ে। এটা সমস্তଙ୍କର শুভকামনা এই রালিরে করা যাই থাকে। এই উৎসাহ সব আপনার দেখুছেন। মু ভাবুছি মানে প্রত্যেক স্থানরে এইভাবে শোভাযাত্রার আয়োজন করা উচিত।